ମୁଁ ଏମିତି ଗୋଟେ ଜିନିଷକୁ ଦେଖିକି ମୋର ଗୋଟେ ପୁରୁଣା କଥା ମନେ ପଡ଼ିଲା, ଛୁଆବେଳର କଥା ମନେ ପଡ଼ିଲା। ମାନେ ଦେଖନ୍ତୁ, ଗୁଡ଼ା ନୋଟ ଦେଖନ୍ତୁ, ଏଇ ନୋଟଟାକୁ ଦେଖନ୍ତୁ ଜାଣିପାରିବେ। ମାନେ ଏଇ ଯେଉଁ ନୋଟଟା, ମାନେ ଆମେ ଯେତେବେଳେ ଷଷ୍ଠ ସପ୍ତମରେ ପଢ଼ୁଥିଲୁ, ଗୋଟାଏ ଟଙ୍କିକିଆ 2 ଟଙ୍କିଆ ଭିତରେ ସେଗୁଡ଼ାକ ସବୁ ଲେଖିକିରି ଦିଅନ୍ତି। ସେ ଭଲ ପାଇବା ବା ଯେଉଁ ଇଏ ଭିତରେ ସେ ସବୁ ଲେଖିକିରି ଦିଅନ୍ତି, S+A କି B+, ଯାହାର ଯେଉଁ ନାଁଟା ସେମିତି ଗୋଟେ ଲେଖିଦିଏ। ମୁଁ ବର୍ତ୍ତମାନ ଏଇ ନୋଟଟା ଗୋଟେ ମୋ ହାତରେ ପଡ଼ିଲା, ସେ ଜିନିଷଟାକୁ ମୁଁ ଅନୁଭବ କଲି। ମୋ ଛୋଟବେଳର କଥା ମନେ ପଡ଼େ, ଷଷ୍ଠ ସପ୍ତମ ଅଷ୍ଟମର କଥା କହୁଛି। ମାନେ ଏଇ ହେଉଛି ଇଏ ଯେଉଁ ନୋଟ, ଯେ ଲେଖିଥିବାର ଲୋକ ଆଉ ପାଉଥିବାର ଲୋକ, ଆ ଭିତରେ ନିବିଡ଼ ସମ୍ପର୍କ ଯାହା ଥିଲା, ବର୍ତ୍ତମାନ କୋଟି କୋଟି ଟଙ୍କାର ମୂଲ୍ୟ ନାହିଁ। କି ଏଇ ଶୁଣି ଯେକୌଣସି ସମ୍ପର୍କ ଟୋଟାଲ ବର୍ତ୍ତମାନ ନାହିଁ। ସେତେବେଳେ ଏଇ ଯେଉଁ ସମ୍ପର୍କ ଥିଲା, ସେତେବେଳେ ବର୍ତ୍ତମାନ ଏଇ ଶୁଣି ଗୋଟାଏ ପରସେଣ୍ଟରୁ ବି ଗୋଟାଏ ସମ୍ପର୍କ ନାହିଁ। କାହିଁକି ନା ଆଗ ଭଲ ପାଇବା ହେଉଛି ଗୋଟେ ଠିକ୍ ପୁରା ଭଲ ପାଇବା ଗୋଟେ ଇଏ ଭଳି ଥିଲା। କିନ୍ତୁ ଏଇ ଶୁଣି ଯେଉଁ ଭଲ ପାଇବା, ଜଣେ 7 ଜଣଙ୍କୁ ଭଲ ପାଉଛି, ସେ ଝିଅ ହଉ କିମ୍ବା ପୁଅ ହଉ, ଏଇଭଳି ଜିନିଷଟା ଘଟୁଛି। ଭଲ ପାଇବା 2-4 ଦିନିଆ 8 ଦିନିଆ ଏସବୁ ଜିନିଷ। କିନ୍ତୁ ବର୍ତ୍ତମାନ କେବଳ ସେତେବେଳେ ଯେଉଁ ନୋଟ ଭିତରେ ଯେଉଁ ଲେଖା ଥାଏ, ସେ ଲେଖାକୁ ହିଁ ଅନୁଭବ କରିକି ସେ ନୋଟକୁ ଭଲ ପାଇବାଟା ସୃଷ୍ଟି ହୁଏ। କିନ୍ତୁ ବର୍ତ୍ତମାନ ଏଇ ଶୁଣି ଲେଖା ନୁହେଁ, ନୋଟକୁ ଦେଖିକି ଭଲ ପାଉଛନ୍ତି। ବୁଝିପାରିଲେ? ବର୍ତ୍ତମାନ ଏ ନୋଟକୁ ଦେଖିକି ଭଲ ପାଉଛନ୍ତି, କିନ୍ତୁ ଇଏ ଲେଖାକୁ ହିଁ ନୁହେଁ। ଆଗେ ଭଲ ପାଇବାଟା କେବଳ ଲେଖାରେ ହିଁ ଭଲ ପାଇବା ଥିଲା, କିନ୍ତୁ ଏବେ ନୋଟରେ ହିଁ ଭଲ ପାଇବା। ବୁଝିପାରିଲେ ନା? ସେଥିପାଇଁ ମୁଁ ଗୋଟେ ଭିଡ଼ିଓଟେ କଲି। ମୋର ଏଇ ନୋଟଟା ହାବୁଡ଼ରେ ପଡ଼ିଲା ବୋଲି ସେ ନୋଟର କଥାକୁ ଦେଖିକି ମନେ ପଡ଼ିଲା। ତେଣୁ ମୁଁ ସେ ଜିନିଷକୁ ସେତେବେଳେ ଅନୁଭବ କରେ, ଭଲ ପାଇବାଟା ସେତେବେଳେ ବହୁତ ନିବିଡ଼ ଥିଲା। କିନ୍ତୁ ବର୍ତ୍ତମାନ ଆଉ ସେ ଭଲ ପାଇବା ନାହିଁ।